1857 ମହାବିଦ୍ରୋହ କଥା ଭାବିଲା ବେଳକୁ ଆମ ମନକୁ ସାଧାରଣତଃ କ'ଣ ଆସେ? ମଙ୍ଗଲ ପାଣ୍ଡେ, ଝାନ୍ସୀ ରାଣୀ, ଦିଲ୍ଲୀର ଲାଲକିଲ୍ଲା, ସବୁକିଛି ଉତ୍ତର ଭାରତକୁ ନେଇ। କିନ୍ତୁ କେବେ ଭାବିଛନ୍ତି ଯେତେବେଳେ ଦେଶର ସେହି ଅଂଶରେ ଏତେ ବଡ଼ ବିସ୍ଫୋରଣ ହେଉଥିଲା, ସେତେବେଳେ ଏଠି ଆମ ଓଡ଼ିଶାରେ କ'ଣ ଘଟୁଥିଲା? ସବୁକିଛି କ'ଣ ସତରେ ଶାନ୍ତ ଥିଲା? ଆଜି ଆମେ ସେଇ ପ୍ରଶ୍ନ ଭିତରକୁ ଟିକେ ଗଭୀରକୁ ଯିବା। ଆମ ପାଖରେ ଓଡ଼ିଶା 1857 ଆର୍ମଡ ରେଜିଷ୍ଟାନ୍ସ ଆଣ୍ଡ ଗ୍ରାସରୁଟ୍ସ ରିଭୋଲ୍ଟ ଶୀର୍ଷକର କିଛି ତଥ୍ୟ ଅଛି। ଆମେ ଜାଣିବାକୁ ଚେଷ୍ଟା କରିବା ଯେ କିପରି ଓଡ଼ିଶା କୌଣସି ବଡ଼ ଯୁଦ୍ଧକ୍ଷେତ୍ର ନ ହୋଇ ମଧ୍ୟ 1857 ସଂଗ୍ରାମରେ ଏକ ଭିନ୍ନ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଆଚ୍ଛା, ଏ କାହାଣୀର ମୂଳକୁ ଯିବାକୁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ। 1857ରେ ଓଡ଼ିଶା ହଠାତ୍ ନିଦରୁ ଉଠି ନଥିଲା। ଏହା ଭିତରେ ଅନେକ ଦିନରୁ ଅସନ୍ତୋଷର ନିଆଁ କୁହୁଳୁଥିଲା। ମାନେ ଏହାର ଏକ ପୃଷ୍ଠଭୂମି ଥିଲା। ହଁ, ଭାବନ୍ତୁ ତ, 1803ରୁ ଇଂରେଜମାନେ ଏଠି ଶାସନ କରୁଥିଲେ। ପାଖାପାଖି 50 ବର୍ଷ। ହଁ, ଆଉ ଏହି ସମୟ ଭିତରେ ସେମାନେ ଓଡ଼ିଶାର ପୁରା ସାମାଜିକ ଢାଞ୍ଚାକୁ ବଦଳେଇ ଦେଇଥିଲେ। ରାଜାମାନଙ୍କର କ୍ଷମତା କମିଯାଇଥିଲା। ଯୋଉ ପାଇକମାନେ ଯୁଦ୍ଧ କରୁଥିଲେ, ସେମାନେ ଜମିହୀନ ହୋଇଯାଇଥିଲେ। ଆଉ 1817ର ପାଇକ ବିଦ୍ରୋହର ସ୍ମୃତି ତ ଲୋକଙ୍କ ମନରେ ଥିବ ନିଶ୍ଚୟ। ଏକଦମ। ସେଇ କାହାଣୀ ଗାଁର ମାଟିରେ, ଜଙ୍ଗଲର ପବନରେ ସେତେବେଳେ ବି ଜୀବନ୍ତ ଥିଲା। ଓକେ, ତେବେ ଆପଣ କହୁଛନ୍ତି ଯେ 1857 ବେଳକୁ ପରିସ୍ଥିତି ଏକ ପ୍ରକାରର ପ୍ରସ୍ତୁତ ହୋଇ ବଢ଼ିଥିଲା। ହଁ, କେବଳ ଗୋଟେ ସ୍କୁଲିଂର ଅପେକ୍ଷା ଥିଲା। ତାହେଲେ ଯେତେବେଳେ ମିରଟରୁ ସେହି ସ୍କୁଲିଂ ଆସିଲା, ଓଡ଼ିଶାରେ ପ୍ରତିକ୍ରିୟା କେମିତି ଥିଲା? ଏହା କ'ଣ ଉତ୍ତର ଭାରତ ଭଳି ଏକ ବଡ଼ ବିସ୍ଫୋରଣ ଥିଲା? ନା, ସେଇଠି ହିଁ ଓଡ଼ିଶାର କାହାଣୀ ଟିକେ ଅଲଗା। ଏଠି ଗୋଟେ ବଡ଼ ବିସ୍ଫୋରଣ ହେଲାନି। ଆଚ୍ଛା। ବରଂ ଏହା ଅନେକ ଛୋଟ ଛୋଟ ନିଆଁ ଭଳି ଅଲଗା ଅଲଗା ଜାଗାରେ ଜଳିବାକୁ ଲାଗିଲା। ଆଉ ଆମ ପାଖରେ ଥିବା ତଥ୍ୟ ଅନୁସାରେ ଏହି ପ୍ରତିରୋଧକୁ ଆମେ ମୁଖ୍ୟତଃ ଦୁଇଟି ଧାରାରେ ଦେଖିପାରିବା। ଦୁଇଟି ଧାରା? ହଁ, ପ୍ରଥମଟି ଥିଲେ ପଶ୍ଚିମ ଓଡ଼ିଶାରେ ଏକ ସଶସ୍ତ୍ର ପ୍ରତିରୋଧ। ଏହାର ନେତୃତ୍ୱ ନେଇଥିଲେ ବୀର ସୁରେନ୍ଦ୍ର ସାଏ। ଆଉ ଦ୍ୱିତୀୟଟି? ଦ୍ୱିତୀୟଟି ଥିଲା ତୃଣମୂଳ ସ୍ତରର ପ୍ରତିରୋଧ, ମାନେ ସାଧାରଣ ଲୋକଙ୍କ ଭିତରେ। ଆଉ ଏହାର ଜଣେ ପ୍ରମୁଖ ଚେହେରା ଥିଲେ ଚନ୍ଦନ ହଜୁରୀ, ଯାହାଙ୍କୁ ଲୋକେ ଚାକିଖୁଣ୍ଡିଆ ନାଁରେ ବେଶୀ ଜାଣନ୍ତି। ବାଃ, ଏଇଠି କଥାଟା ବହୁତ ମଜାଦାର ହେବାକୁ ଯାଉଛି। ଗୋଟିଏ ପଟେ ସଶସ୍ତ୍ର ସଂଗ୍ରାମ, ଅନ୍ୟପଟେ ଲୋକଙ୍କ ପ୍ରତିରୋଧ। ଆସନ୍ତୁ ପ୍ରଥମେ ସୁରେନ୍ଦ୍ର ସାଏଙ୍କ କଥା କହିବା। ତାଙ୍କୁ କେବଳ ଜଣେ ବିଦ୍ରୋହୀ କହିଦେଲେ ବୋଧହୁଏ ଠିକ୍ ହେବନି ନା? ନା, ଆଦୌ ନୁହେଁ। ତାଙ୍କ କାହାଣୀକୁ ବୁଝିବାକୁ ହେଲେ ତାଙ୍କୁ ଜଣେ ଗାଦିଚ୍ୟୁତ ରାଜକୁମାର ଭାବରେ ଦେଖିବାକୁ ପଡ଼ିବ, ଯାହାଙ୍କଠାରୁ ତାଙ୍କର ହକ୍ ଛଡ଼ାଇ ନିଆଯାଇଥିଲା। ଏକଦମ ଠିକ୍। ତାଙ୍କ ବିଦ୍ରୋହର କାରଣ ବ୍ୟକ୍ତିଗତ ଅପମାନ ଆଉ ରାଜନୈତିକ ଅନ୍ୟାୟ ସହ ଜଡ଼ିତ ଥିଲା। ସେ ଥିଲେ ସମ୍ବଲପୁରର ପ୍ରସିଦ୍ଧ ଚୌହାନ ରାଜବଂଶର ଉତ୍ତରାଧିକାରୀ। ଯେତେବେଳେ ମହାରାଜା ସାଏଙ୍କର ମୃତ୍ୟୁ ହେଲା, ସ୍ଥାନୀୟ ପରମ୍ପରା ଅନୁସାରେ ସୁରେନ୍ଦ୍ର ସାଏ ହିଁ ସିଂହାସନର ସବୁଠୁ ଯୋଗ୍ୟ ଦାବିଦାର ଥିଲେ। କିନ୍ତୁ ବ୍ରିଟିଶମାନେ ତ ଏସବୁ ମାନିବେନି। କାହିଁକି ଜାଣିବେ? ସେମାନେ ସିଧାସଳଖ ହସ୍ତକ୍ଷେପ କଲେ। ପ୍ରଥମେ ନିଜର ଜଣେ କାଠପୁତୁଳି ଭଳି ରାଜାଙ୍କୁ ବସାଇଲେ। ଆଚ୍ଛା। ଆଉ ଶେଷରେ 1849 ମସିହାରେ ଯେତେବେଳେ ସୁଯୋଗ ମିଳିଲା, ସେମାନେ ଲର୍ଡ ଡେଲହାଉସିଙ୍କର ସେହି କୁଖ୍ୟାତ ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ବା ରାଜ୍ୟଲୋପ ନୀତି ଲଗାଇଦେଲେ। ଏହି ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ ବିଷୟରେ ଆମେ ଇତିହାସ ବହିରେ ପଢ଼ିଛୁ। କିନ୍ତୁ ଜଣେ ରାଜକୁମାରଙ୍କ ପାଇଁ ଏହାର ପ୍ରକୃତ ଅର୍ଥ କ'ଣ ଥିଲା ସେତେବେଳେ? ଏଠାରେ ଯାହା ଆକର୍ଷଣୀୟ ତାହା ହେଉଛି ଏହାର ମନସ୍ତାତ୍ତ୍ୱିକ ପ୍ରଭାବ। ଏହା କେବଳ ରାଜ୍ୟ ହରାଇବା ନଥିଲା। ତାଠୁ ଅଧିକ କିଛି। ହଁ, ଏହା ଥିଲା ସମ୍ବଲପୁରର ସାର୍ବଭୌମତ୍ୱର ମୃତ୍ୟୁ। ଚୌହାନ ବଂଶର ଶହ ଶହ ବର୍ଷର ଗୌରବ ଉପରେ ଏକ ଶକ୍ତ ଚାପୁଡ଼ା ଥିଲା। ବୁଝିଲି। ଏଇଭଳି ପରିସ୍ଥିତିରେ ସୁରେନ୍ଦ୍ର ସାଏଙ୍କ ପାଇଁ ପ୍ରତିରୋଧ ଏକ ବିକଳ୍ପ ନଥିଲା। ଏହା ଥିଲା ନିଜର ଅସ୍ତିତ୍ୱ ଆଉ ସମ୍ମାନ ରକ୍ଷା କରିବାର ଏକମାତ୍ର ରାସ୍ତା। ତେବେ 1857ର ସୁଯୋଗ ଆସିଲା ବେଳକୁ ସେ ଏହାକୁ କିପରି ବ୍ୟବହାର କଲେ? ସେତେବେଳକୁ ତ ସେ ଜେଲରେ ଥିଲେ, ନୁହେଁ କି? ହଁ, 1840ରୁ ସେ ହଜାରିବାଗ ଜେଲରେ ବନ୍ଦୀ ଥିଲେ। କିନ୍ତୁ 1857ରେ ବିଦ୍ରୋହୀ ସିପାହୀମାନେ ଜେଲ ଭାଙ୍ଗିଦେଲେ। ଆଉ ସେ ମୁକ୍ତ ହୋଇଗଲେ? ଆଉ ମୁକ୍ତ ହୋଇ ସିଧା ସମ୍ବଲପୁର ଫେରି ଆସିଲେ। ସେ କୌଣସି ନୂଆ ସଂଘର୍ଷ ଆରମ୍ଭ କରିନଥିଲେ, ବରଂ ନିଜର ପୁରୁଣା ସଂଗ୍ରାମକୁ ଏକ ନୂଆ ଶକ୍ତି ସହ ପୁଣି ଥରେ ଆରମ୍ଭ କଲେ। କିନ୍ତୁ କେମିତି? ବ୍ରିଟିଶ ସେନା ସହ ମୁହାଁମୁହିଁ ଲଢ଼େଇ ତ ସମ୍ଭବ ନଥିବ। ସେଇଆ ତ ସେ ଜାଣିଥିଲେ। ତେଣୁ ସେ ସମ୍ବଲପୁରର ଘଞ୍ଚ ଜଙ୍ଗଲ ଆଉ ପାହାଡ଼କୁ ନିଜର ଯୁଦ୍ଧକ୍ଷେତ୍ର ବନାଇଲେ।
ଆଉ ତାଙ୍କ ସହ କିଏ ଥିଲେ? ତାଙ୍କର ସବୁଠୁ ବଡ଼ ଶକ୍ତି ଥିଲେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ, ବିଶେଷ କରି ଗୋଣ୍ଡ ଓ ବିଞ୍ଝାଳମାନେ। ଓହୋ। ସେମାନେ ଜଙ୍ଗଲର ରାଜା ଥିଲେ ଏବଂ ବ୍ରିଟିଶମାନଙ୍କ ଶୋଷଣରେ ଅତିଷ୍ଠ ହୋଇସାରିଥିଲେ। ସୁରେନ୍ଦ୍ର ସାଏ ସେମାନଙ୍କୁ ଏକାଠି କଲେ। ଆଉ ସେମାନେ କ'ଣ କରୁଥିଲେ? ସେମାନେ ବ୍ରିଟିଶ ଡାକ ବ୍ୟବସ୍ଥାକୁ ନଷ୍ଟ କଲେ, ପୋଲିସ ଷ୍ଟେସନ ଜାଳିଦେଲେ, ମାନେ ଯାହାକୁ କହନ୍ତି ଏକ ଶାସ୍ତ୍ରୀୟ ଗରିଲା ଯୁଦ୍ଧ। ତେବେ ଏହାର ପ୍ରଭାବ ବ୍ରିଟିଶ ପ୍ରଶାସନ ଉପରେ କେମିତି ପଡ଼ିଲା? ବହୁତ ଗମ୍ଭୀର। କିଛି ମାସ ଭିତରେ ସମ୍ବଲପୁରରେ ବ୍ରିଟିଶ ପ୍ରଶାସନ ପୁରା ଅଚଳ ହୋଇପଡ଼ିଲା। ସତରେ? ହଁ, ଅଧିକାରୀମାନେ ଭୟରେ ଗାଁ ଗଣ୍ଡା ଛାଡ଼ି କେବଳ ସହର ଭିତରେ ରହିଲେ। ରାଜସ୍ୱ ଆଦାୟ ବନ୍ଦ। ବା ସେମାନେ ବାଧ୍ୟ ହୋଇ ସମ୍ବଲପୁରକୁ ଏକ ଅଶାନ୍ତ ଅଞ୍ଚଳ ଘୋଷଣା କଲେ। ଆଉ ସୁରେନ୍ଦ୍ର ସାଏଙ୍କୁ ଧରିବା ପାଇଁ? ତାଙ୍କୁ ଧରିବା ପାଇଁ 1000 ଟଙ୍କାର ପୁରସ୍କାର ଘୋଷଣା କଲେ, ଯାହା ସେତେବେଳେ ଏକ ବହୁତ ବଡ଼ ପରିମାଣ ଥିଲା। ଏତେ ବଡ଼ ପ୍ରତିରୋଧ ଆଉ ଶେଷରେ ଧରା ପଡ଼ିଲେ ବିଶ୍ୱାସଘାତକତାରେ? ଏହା ବହୁତ ଦୁଃଖଦାୟକ। ହଁ, ତାଙ୍କର ସଂଗ୍ରାମ ତ କେବଳ 1857ରେ ସରିନଥିଲା। ତାପରେ ବି ଚାଲିଥିଲା। ଆହୁରି ବହୁତ ଦିନ, 1864 ମସିହା ପର୍ଯ୍ୟନ୍ତ। ଆଉ ଯେତେବେଳେ ଧରା ପଡ଼ିଲେ, ତାହା କୌଣସି ଯୁଦ୍ଧରେ ହାରିବା ପାଇଁ ନୁହେଁ। ନିଜ ଲୋକଙ୍କ ବିଶ୍ୱାସଘାତକତା କାରଣରୁ। ହଁ, ଆଉ 1884ରେ ବନ୍ଦୀ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଯଦି ଆମେ ଏହା ଏକ ସାମଗ୍ରିକ ମୂଲ୍ୟାଙ୍କନ କରିବା, ସେ ତ ବ୍ରିଟିଶମାନଙ୍କୁ ହଟାଇ ପାରିଲେ ନାହିଁ। ତେବେ ତାଙ୍କ ସଂଗ୍ରାମର ସଫଳତା କ'ଣ ଥିଲା? ଯଦି ଆମେ ଏହାକୁ ବଡ଼ ଚିତ୍ରରେ ଦେଖିବା, ତେବେ ଏହା ସତ୍ୟ ଯେ ସେ ବ୍ରିଟିଶ ଶାସନକୁ ହଟାଇ ପାରିନଥିଲେ। କିନ୍ତୁ ତାଙ୍କ ବିଦ୍ରୋହ ପରେ ପଶ୍ଚିମ ଓଡ଼ିଶାରେ ବ୍ରିଟିଶ କର୍ତ୍ତୃତ୍ୱ ଆଉ କେବେ ବି ନିଜକୁ ସୁରକ୍ଷିତ ମନେ କରିପାରିଲା ନାହିଁ। ଆଚ୍ଛା, ମାନେ ଏକ ଭୟ ରହିଗଲା। ହଁ, ସେ ଥିଲେ ଓଡ଼ିଶାରେ 1857 ବିଦ୍ରୋହର ସଶସ୍ତ୍ର ନିରନ୍ତରତାର ପ୍ରତୀକ। ବୁଝିଲି। ତେବେ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ତ ସିଧାସଳଖ ସାମରିକ ଥିଲା। କିନ୍ତୁ ଆମେ ଆରମ୍ଭରେ ଆଉ ଗୋଟେ ଧାରା କଥା କହୁଥିଲେ, ତୃଣମୂଳ ସ୍ତରର। ହଁ, ଚାଖି ଖୁଣ୍ଟିଆଙ୍କ କଥା। ହଁ, ଯେତେବେଳେ ଜଙ୍ଗଲରେ ବନ୍ଧୁକ ଗର୍ଜୁଥିଲା, ସେତେବେଳେ ଗାଁ ଗହଳିରେ କ'ଣ ହେଉଥିଲା? ଆଉ ସେଇଟା ହିଁ ଓଡ଼ିଶାର 1857କୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ। ସେତେବେଳେ ଗାଁ ଗଣ୍ଡାରେ ଏକ ନିରବର କିନ୍ତୁ ବହୁତ ଶକ୍ତିଶାଳୀ ପ୍ରତିରୋଧ ଚାଲିଥିଲା। ଏଇଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି। ସୁରେନ୍ଦ୍ର ସାଏ ତ ରାଜବଂଶର ଥିଲେ, ତାଙ୍କ ପଛରେ ଲୋକ ଥିଲେ, କିନ୍ତୁ ଚାଖି ଖୁଣ୍ଟିଆ ଜଣେ ସାଧାରଣ ଲୋକ ହୋଇ ଏତେ ବଡ଼ ପ୍ରଭାବ କେମିତି ପକେଇଲେ? ଦେଖନ୍ତୁ, ତାଙ୍କ ପାଖରେ ସେନା କି ଅସ୍ତ୍ର ନଥିଲା। ତେବେ କ'ଣ ଥିଲା? ତାଙ୍କ ପାଖରେ ଥିଲା ଲୋକଙ୍କ ବିଶ୍ୱାସ ଆଉ ଗାଁର ମନୋବିଜ୍ଞାନକୁ ବୁଝିବାର ଅଦ୍ଭୁତ କ୍ଷମତା। ସେ ତ ପୁରୀର ଜଣେ ପଣ୍ଡା ଥିଲେ, ସାରା ଦେଶ ବୋଲୁଥିଲେ। ଓହୋ, ତେଣୁ ସେ ଲୋକଙ୍କ ଅସନ୍ତୋଷକୁ ବହୁତ ପାଖରୁ ଦେଖିଥିଲେ। ଏକଦମ। ସେ ବୁଝିଥିଲେ ଯେ ସାଧାରଣ ଲୋକଙ୍କୁ ଯୁଦ୍ଧ ପାଇଁ ଡାକିଲେ ହୁଏତ ସେମାନେ ଆସିବେନି, କିନ୍ତୁ ଯଦି ଶାସନକୁ ଅମାନ୍ୟ କରିବାକୁ କୁହାଯାଏ, ସେମାନେ ନିଶ୍ଚୟ କରିବେ। ମାନେ ତାଙ୍କ କାମ କରିବାର ଶୈଳୀ ସମ୍ପୂର୍ଣ୍ଣ ଅଲଗା ଥିଲା। ପୁରା ଅଲଗା। ସେ ଗାଁକୁ ଗାଁ ବୁଲି ଲୋକଙ୍କୁ ବୁଝାଉଥିଲେ। କ'ଣ କହୁଥିଲେ? ସେ କହୁଥିଲେ, ଇଂରେଜ ସରକାରଙ୍କୁ ଟିକ୍ସା ଦିଅନି, ତାଙ୍କ ଅଫିସର ଗାଁକୁ ଆସିଲେ ତାଙ୍କୁ ସାହାଯ୍ୟ କରନି। ଆଚ୍ଛା, ମାନେ ପୁରା ଅସହଯୋଗ। ହଁ, କଳ୍ପନା କରନ୍ତୁ, ଜଣେ ବ୍ରିଟିଶ ତହସିଲଦାର ଗୋଟେ ଗାଁରେ ପହଞ୍ଚିଲା ଆଉ ଦେଖିଲା ପୁରା ଗାଁ ନିଶ୍ଚୁପ, କେହି ତା ସହ କଥା କହୁନାହାନ୍ତି, କେହି ତାଙ୍କୁ ଖାଇବାକୁ ଦେଉନାହାନ୍ତି। କିଛି ବି ନୁହେଁ। ଏହା ହିଁ ଥିଲା ତାଙ୍କର ଶକ୍ତି। ବାଃ, ଏହା ତ ଏକ ପ୍ରକାରର ସିଭିଲ ଡିସୋବିଡିଏନ୍ସ ବା ଅସହଯୋଗ ଆନ୍ଦୋଳନ ଭଳି ଶୁଭାଯାଉଛି, ଯାହା ଗାନ୍ଧିଜୀ ବହୁ ବର୍ଷ ପରେ କରିଥିଲେ। ଆପଣ ଠିକ୍ କହିଲେ। କାରଣ କୌଣସି ବି ପ୍ରଶାସନ ଲୋକଙ୍କର ଆଜ୍ଞାକାରିତା ଉପରେ ହିଁ ଚାଲେ, ଆଉ ଚାଖି ଖୁଣ୍ଟିଆ ସେହି ଆଜ୍ଞାକାରିତାକୁ ହିଁ ଭାଙ୍ଗି ଦେଇଥିଲେ। ଏକଦମ। ଆଉ ଏହାର ପରିଣାମ ବି ଦେଖିବାକୁ ମିଳିଲା। ରାଜସ୍ୱ ଆଦାୟ ବହୁତ କମିଗଲା, ସ୍ଥାନୀୟ ପୋଲିସ ଦୁର୍ବଳ ହୋଇଗଲା। ମଜାର କଥା ହେଉଛି, ବ୍ରିଟିଶମାନେ ନିଜ ରିପୋର୍ଟରେ ଲେଖିଛନ୍ତି ଯେ ସେମାନେ ଚାଖି ଖୁଣ୍ଟିଆଙ୍କ ଭଳି ନେତାଙ୍କୁ ସୁରେନ୍ଦ୍ର ସାଏଙ୍କଠାରୁ ବି ଅଧିକ ବିପଜ୍ଜନକ ମନେ କରୁଥିଲେ। ଏମିତି କାହିଁକି? ଜଣେ ବନ୍ଦୁକଧାରୀ ବିଦ୍ରୋହୀଠାରୁ ଜଣେ ସାଧାରଣ ଲୋକ ଅଧିକ ବିପଜ୍ଜନକ କେମିତି ହେଲା? କାରଣ ସୁରେନ୍ଦ୍ର ସାଏ ଏକ ଦୃଶ୍ୟମାନ ଶତ୍ରୁ ଥିଲେ। ତାଙ୍କ ସହ ଯୁଦ୍ଧ କରାଯାଇପାରିବ। କିନ୍ତୁ ଚାଖି ଖୁଣ୍ଟିଆ ସେ ଥିଲେ ଏକ ଅଦୃଶ୍ୟ ବିଚାରଧାରା। ସେ ଲୋକଙ୍କ ମନରେ ବିଦ୍ରୋହର ନିଆଁ ଲଗାଉଥିଲେ। ଆପଣ ଜଣେ ବିଦ୍ରୋହୀକୁ ଗୁଳି କରିପାରିବେ, କିନ୍ତୁ ଗୋଟିଏ ବିଚାରକୁ କେମିତି ମାରିବେ? ସେଇଆ ତ, ବ୍ରିଟିଶମାନେ ଏହି ଅଦୃଶ୍ୟ ପ୍ରତିରୋଧକୁ ନେଇ ଅଧିକ ଭୟଭୀତ ଥିଲେ। ତେବେ ଏ ସବୁର ଅର୍ଥ କ'ଣ? ଏହି ଦୁଇଟି ଭିନ୍ନ କିନ୍ତୁ ସମାନାନ୍ତରାଳ ପ୍ରତିରୋଧକୁ ଦେଖିଲେ ଓଡ଼ିଶାର 1857ର ଚିତ୍ର ପୁରା ସ୍ପଷ୍ଟ ହୋଇଯାଉଛି। ହଁ, ଆମ ଉତ୍ସରେ ଗୋଟେ ଧାଡ଼ି ଅଛି ଯାହା ପୁରା କାହାଣୀକୁ ବାନ୍ଧି ରଖିଛି। କ'ଣ ସେଇଟା? 1857ରେ ଓଡ଼ିଶା ଜଙ୍ଗଲ ଓ ଗାଁ ମାଧ୍ୟମରେ ଲଢ଼ିଥିଲା ସୁରେନ୍ଦ୍ର ସାଏ ଅସ୍ତ୍ରରେ,
ଚାଖି ଖୁଣ୍ଟିଆନୋକୁଙ୍କ ସହ। ୱାଃ, ଏହା ତ ପୁରା ଆଲୋଚନାର ସାରାଂଶ। ଗୋଟିଏ ପଟେ ସିଧାସଳଖ ସାମରିକ ଆହ୍ୱାନ, ଆଉ ଅନ୍ୟପଟେ ପ୍ରଶାସନର ମୂଳଦ୍ୱାରକୁ ଭିତରୁ ଧୀରେ ଧୀରେ ଦୁର୍ବଳ କରିବା। ଆଉ ଏହି ଦୁଇଟି ଧାରା ପରସ୍ପରର ପରିପୂରକ ଥିଲେ ନା? ନିଶ୍ଚିତ ଭାବେ ଗାଁର ଅସହଯୋଗ ଯୋଗୁଁ ବ୍ରିଟିଶମାନେ ସୁରେନ୍ଦ୍ର ସାଏଙ୍କ ବିଷୟରେ ସୂଚନା ପାଉନଥିଲେ। ଆଉ ସୁରେନ୍ଦ୍ର ସାଏଙ୍କ ସଂଘର୍ଷ ଯୋଗୁଁ ଯେଉଁ ଅସ୍ଥିରତା ଥିଲା, ତାହା ଚାକି ଖୁଣ୍ଟିଆଙ୍କୁ କାମ କରିବାକୁ ସୁଯୋଗ ଦେଉଥିଲା। ଏକଦମ ଏହି ଦୁଇଟି ଧାରା ମିଶି ହିଁ ଓଡ଼ିଶାର ପ୍ରତିରୋଧକୁ ସ୍ୱତନ୍ତ୍ର କରିଥିଲା। ତେବେ ଆଜିର ଆଲୋଚନାରୁ ଆମେ ସ୍ପଷ୍ଟ ଭାବେ ବୁଝିଲେ ଯେ 1857ରେ ଓଡ଼ିଶା ଶାନ୍ତ ନଥିଲା, ବରଂ ଏଠାରେ ଏକ ବହୁମୁଖୀ ପ୍ରତିରୋଧ ଚାଲିଥିଲା। ସୁରେନ୍ଦ୍ର ସାଏଙ୍କ ସଶସ୍ତ୍ର ସଂଗ୍ରାମ ଆଉ ଚାଖି ଖୁଣ୍ଟିଆଙ୍କ ତୃଣମୂଳ ବିଦ୍ରୋହ। କିନ୍ତୁ କାହାଣୀ ଏତିକିରେ ଶେଷ ହେଉନାହିଁ ବୋଧହୁଏ। ନା, ପଶ୍ଚିମ ଓଡ଼ିଶା ଅସ୍ତ୍ରର ଲଢ଼ିଲା, ଗାଁଗୁଡ଼ିକ ଏକତାରେ ଲଢ଼ିଲେ, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶେଷକରି ଗର୍ଜାତ ରାଜ୍ୟମାନଙ୍କରେ କ'ଣ ହେଉଥିଲା? ସେଠାରେ କାହାଣୀ ପୁଣି ଅଲଗା। ସେଠାରେ ପ୍ରତିରୋଧର ଏକ ଭିନ୍ନ ରୂପ ଥିଲା। ରାଜନୈତିକ ଜାଗରଣ ଓ ସଂଗଠିତ ବିରୋଧ, ରାମକୃଷ୍ଣ ସାମନ୍ତ ସିଂହାରା ଏବଂ ଗର୍ଜାତ ରାଜ୍ୟମାନଙ୍କର ରଣନୀତି, ସେ ବିଷୟରେ ଆମେ ଆଗକୁ ନିଶ୍ଚୟ ଆଲୋଚନା କରିବା। 1857 ସାରା ଉତ୍ତର ଭାରତରେ ବିଦ୍ରୋହର ନିଆଁ। ମିରଟ, ଦିଲ୍ଲୀ, କାନପୁର ସବୁଠି ସିପାହୀମାନେ ଖୋଲାଖୋଲି ଲଢ଼େଇ କରୁଛନ୍ତି। ହଁ, ଏକ ବିରାଟ ବିସ୍ଫୋରଣ। କିନ୍ତୁ ସେହି ସମୟରେ ଓଡ଼ିଶାରେ କ'ଣ ହେଉଥିଲା? ଆମ ଇତିହାସ ବହିରେ ତ ସାଧାରଣତଃ ଲେଖାଥାଏ ଯେ ଓଡ଼ିଶା ପ୍ରାୟତଃ ଶାନ୍ତ ଥିଲା। ହଁ, ସମ୍ବଲପୁରକୁ ଛାଡ଼ିଦେଲେ। କିନ୍ତୁ ସେହି ଶାନ୍ତି ଶବ୍ଦଟା ହିଁ ପ୍ରଶ୍ନବାଚୀ ସୃଷ୍ଟି କରେ। ଏକଦମ। ଶାନ୍ତିର ଅର୍ଥ କ'ଣ ସତରେ ସମର୍ପଣ ଥିଲା? ଆଜି ଆମେ ସେଇ ନୀରବତା ଭିତରର କାହାଣୀଟାକୁ ଟିକେ ଖୋଜିବା। ଆଉ ଏଥିରେ ଆମକୁ ସାହାଯ୍ୟ କରିବ ଆମ ପାଖରେ ଥିବା ଏକ ଉତ୍ସ, ଓଡ଼ିଶା 1857 ଷ୍ଟ୍ରାଟେଜିକ୍ ଡିଫାଏନ୍ସ ଆଣ୍ଡ ଦ ସାଇଲେଣ୍ଟ ରେଜିଷ୍ଟାନ୍ସ। ଏହାର ମୂଳ କଥା ହେଉଛି ଓଡ଼ିଶାରେ ଯାହା ଘଟୁଥିଲା ତାକୁ ଶାନ୍ତି କହିବା ଠିକ୍ ନୁହେଁ। ତେବେ କ'ଣ ଥିଲା ସେଇଟା? ସେଇଟା ଥିଲା ଏକ ବହୁସ୍ତରୀୟ ପ୍ରତିରୋଧ। ମାନେ କେଉଁଠି ଖୋଲା ଯୁଦ୍ଧ, ତ କେଉଁଠି ବୁଦ୍ଧିର ଲଢ଼ାଇ, ଆଉ କେଉଁଠି ଚୁପ୍ ରହିବାଟା ହିଁ ଥିଲା ସବୁଠୁ ବଡ଼ ପ୍ରତିବାଦ। ବୁଝିଲି। ଅର୍ଥାତ୍ ଆମେ ପ୍ରତିରୋଧକୁ କେବଳ ତଲବାର ବନ୍ଧୁକରେ ମାପିବା ଉଚିତ ନୁହେଁ। ତେବେ ଆସନ୍ତୁ ଏହି ଗଭୀର ଆଲୋଚନା ଆରମ୍ଭ କରିବା। ନିଶ୍ଚୟ। ଠିକ୍ ଅଛି। ତ ପ୍ରଥମେ ସେ ସମୟର ପରିସ୍ଥିତିକୁ ଟିକେ ବୁଝିବା। ଆମ ଉତ୍ସ କହୁଛି ଯେ 1857 ବେଳକୁ ବ୍ରିଟିଶ ଅଧିକାରୀମାନେ ଓଡ଼ିଶାକୁ ନେଇ ବହୁତ ସତର୍କ ଥିଲେ। ହଁ, ବେଶ୍ ସତର୍କ। ସେମାନେ ଏହାକୁ ଏକ ଶାନ୍ତ ପ୍ରଦେଶ ବୋଲି ଭାବୁନଥିଲେ। କିନ୍ତୁ କାହିଁକି? ଏମିତି ଭୟର କାରଣ କ'ଣ ଥିଲା? କାରଣଟା ଥିଲା ସେମାନଙ୍କର ନିଜ ଅନୁଭୂତି। ମାତ୍ର 40 ବର୍ଷ ତଳେ 1817ରେ ପାଇକ ବିଦ୍ରୋହ ସେମାନଙ୍କୁ ଭଲ ଭାବରେ ଶିଖାଇ ଦେଇଥିଲା ଯେ ଓଡ଼ିଶାର ଲୋକେ ଚୁପ୍ ରହିପାରନ୍ତି, କିନ୍ତୁ ସବୁକିଛି ସହ୍ୟ କରନ୍ତି ନାହିଁ। ଏକଦମ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ସେ ବିଦ୍ରୋହକୁ ଦମନ କରିବାକୁ ସେମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ସେହି ସ୍ମୃତି ସେମାନେ ଭୁଲି ନଥିଲେ। ଅର୍ଥାତ୍ ଓଡ଼ିଶା ସେମାନଙ୍କ ପାଇଁ ଗୋଟେ ଶୋଇଥିବା ଆଗ୍ନେୟଗିରି ଭଳି ଥିଲା। ହଁ, ଯାହା କେତେବେଳେ ବି ଜାଗି ଉଠିପାରେ। ଏହାଛଡ଼ା ଆମ ଉତ୍ସରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଅସନ୍ତୋଷ କୁହୁରୁଥିଲା। ତେଣୁ ସେମାନେ କୌଣସି ରିସ୍କ ନେବାକୁ ଚାହୁଁନଥିଲେ। ଆଦୌ ନୁହେଁ। ସେଥିପାଇଁ ସେମାନେ ଏଠାରେ ଶକ୍ତିଶାଳୀ ସାମରିକ ଉପସ୍ଥିତି ସହ କଡ଼ା ପ୍ରଶାସନିକ ନିୟନ୍ତ୍ରଣ ରଖିଥିଲେ। ଆଉ ଏହି କଡ଼ା ନିୟନ୍ତ୍ରଣ ହିଁ ହୁଏତ ଉପକୂଳ ଓଡ଼ିଶାର ପ୍ରତିରୋଧର ରୂପକୁ ବଦଳାଇ ଦେଲା। ନିଶ୍ଚିତ ଭାବରେ। ଯେଉଁଠି ସିଧା ସଂଘର୍ଷ ସମ୍ଭବ ନୁହେଁ, ସେଠି ଲୋକ ଅନ୍ୟ ରାସ୍ତା ଖୋଜନ୍ତି। ତେବେ ଚାଲନ୍ତୁ ଉପକୂଳ ଅଞ୍ଚଳରୁ ଆରମ୍ଭ କରିବା, ଯେଉଁଠି ବ୍ରିଟିଶଙ୍କ ପତିଆରା ସବୁଠୁ ଅଧିକ ଥିଲା। ହଁ, ଉପକୂଳ ଓଡ଼ିଶା ମାନେ କଟକ, ପୁରୀ, ବାଲେଶ୍ୱର ଏସବୁ ସିଧାସଳଖ ବ୍ରିଟିଶ ଶାସନ ଅଧୀନରେ ଥିଲା। କୋର୍ଟ, କଚେରୀ, ପୋଲିସ ସବୁ ସେମାନଙ୍କର। ଆଉ ଗୁପ୍ତଚର ବ୍ୟବସ୍ଥା ମଧ୍ୟ। ଏପରି ସ୍ଥିତିରେ ଖଣ୍ଡା ଉଠାଇବା ମାନେ ଆତ୍ମହତ୍ୟା ସହ ସମାନ। ଠିକ୍। ତେବେ ଏଠାରେ ପ୍ରତିରୋଧର ନେତୃତ୍ୱ କିଏ ନେଉଥିଲା? ଆମ ଉତ୍ସରେ ରାମକୃଷ୍ଣ ସାମନ୍ତ ସିଂହାରଙ୍କ ନାଁ ଆସୁଛି। ହଁ, ରାମକୃଷ୍ଣ ସାମନ୍ତ ସିଂହାର। ସେ ଜଣେ ଭିନ୍ନ ଧରଣର ଯୋଦ୍ଧା ଥିଲେ। ସେ ଥିଲେ ଓଡ଼ିଶାର ସେହି ନୂଆ ଶିକ୍ଷିତ ଗୋଷ୍ଠୀର ପ୍ରତିନିଧି, ଯେଉଁମାନେ ବୁଝିପାରୁଥିଲେ ଯେ ବ୍ରିଟିଶ ଶାସନ କେବଳ ଏକ ସାମରିକ କବ୍ଜା ନୁହେଁ। ଏକଦମ। ସେ ବୁଝିଥିଲେ ଯେ ଏହା ଏକ ବ୍ୟବସ୍ଥା, ଏକ ସିଷ୍ଟମ, ଯାହା ଓଡ଼ିଶାର ଅର୍ଥନୀତି, ସଂସ୍କୃତି ସବୁକିଛିକୁ ଧୀରେ ଧୀରେ ନଷ୍ଟ କରୁଛି। ଆଉ ଏହି ବ୍ୟବସ୍ଥାକୁ ଖଣ୍ଡାରେ ନୁହେଁ, ବରଂ ବୁଦ୍ଧିରେ ମୁକାବିଲା କରିହେବ। ହଁ, ବୁଦ୍ଧିରେ ଆଉ ସଂଗଠନରେ। ଏହା ତ ଟିକେ ପରବର୍ତ୍ତୀ ସମୟର ଅସହଯୋଗ ଆନ୍ଦୋଳନ ଭଳି ଶୁଭୁଛେ। ସେ ପ୍ରକୃତିରେ କ'ଣ କରୁଥିଲେ? କେବଳ ଭାଷଣ ଦଉଥିଲେ? ନା ନା, କେବଳ ଭାଷଣ ନୁହେଁ।
ଏହା ଏକ ସୁଚିନ୍ତିତ ରଣନୀତି ଥିଲା। ଉତ୍ସ କହୁଛି ସେ ବ୍ରିଟିଶ ପ୍ରଶାସନର ଅନ୍ୟାୟପୂର୍ଣ୍ଣ ନୀତିଗୁଡ଼ିକୁ ସକ୍ରିୟ ଭାବେ ବିରୋଧ କରୁଥିଲେ। ଯେମିତିକି ଧରାଯାଉ ସରକାର ଏକ ନୂଆ ଖଜଣା ନିୟମ ଆଣିଲେ। ତାକୁ ସିଧା ମାନିନେବା ବଦଳରେ ସେ ତାର ତ୍ରୁଟିଗୁଡ଼ିକୁ ଲୋକଙ୍କ ସାମ୍ନାକୁ ଆଣୁଥିଲେ, ଆବେଦନପତ୍ର ଦେଉଥିଲେ। ଆଉ ଲୋକଙ୍କୁ ଏକଜୁଟ କରୁଥିଲେ, ମାନେ ସିଷ୍ଟମ ଭିତରେ ରହି ସିଷ୍ଟମକୁ ହିଁ ଚ୍ୟାଲେଞ୍ଜ କରୁଥିଲେ। ଠିକ୍। ଆଉ ସେ ଏକା ନଥିଲେ। ତାଙ୍କର ସବୁଠୁ ବଡ଼ କାମ ଥିଲା ଶିକ୍ଷିତ ଓଡ଼ିଆମାନଙ୍କୁ ଏକାଠି କରିବା। ଛୋଟ ଛୋଟ ସଭା, ଆଲୋଚନା ଚକ୍ର ମାଧ୍ୟମରେ। ହଁ, ସେ ଲୋକଙ୍କ ଭିତରେ ରାଜନୈତିକ ସଚେତନତା ସୃଷ୍ଟି କରୁଥିଲେ। ଏହା ଥିଲା ମସ୍ତିଷ୍କର ପ୍ରତିରୋଧ, ଏକ ବୌଦ୍ଧିକ ଆନ୍ଦୋଳନର ମୂଳଦୁଆ। ବୁଝିଲେ। ତେବେ ଏହାର ପ୍ରଭାବ କ'ଣ ପଡ଼ିଲା? ବ୍ରିଟିଶମାନେ ତ ଏହାକୁ ସହଜରେ ଦବାଇ ଦେଇପାରିଥାନ୍ତେ। ସେତେ ସହଜ ନଥିଲା। କ'ଣ ନା, ଏହି ଧରଣର ପ୍ରତିରୋଧରେ କୌଣସି ରକ୍ତପାତ ନଥାଏ, ତେଣୁ ତାକୁ ଦମନ କରିବା ପାଇଁ ବାହାନା ମିଳେ ନାହିଁ। ଆଚ୍ଛା। ଫଳରେ ଉପକୂଳ ଓଡ଼ିଶାରେ ବ୍ରିଟିଶ ଶାସନ ବାହାରକୁ ସ୍ଥିର ଦେଖାଗଲେ ବି ଭିତରେ ଭିତରେ ଅସୁରକ୍ଷିତ ହୋଇଗଲା। ବ୍ରିଟିଶ ଅଧିକାରୀମାନେ ବୁଝିପାରୁଥିଲେ ଯେ ଏଠାକାର ଶିକ୍ଷିତ ସମାଜ ସେମାନଙ୍କୁ ଗ୍ରହଣ କରୁନାହିଁ। ଆଉ ଏହି ବୌଦ୍ଧିକ ପ୍ରତିରୋଧ ହିଁ ପରବର୍ତ୍ତୀ ଆନ୍ଦୋଳନ ପାଇଁ ବାଟ ତିଆରି କଲା। ହଁ, ଓଡ଼ିଆ ଭାଷା ଆନ୍ଦୋଳନ ହେଉ କିମ୍ବା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସବୁର ମୂଳଧୁଆ ଏଠୁ ପଡ଼ିଥିଲା। ବା, ଏହା ପ୍ରକୃତରେ ଏକ ଦୂରଦୃଷ୍ଟି ସମ୍ପନ୍ନ କାମ ଥିଲା। କିନ୍ତୁ ଏବେ ଆସନ୍ତୁ ଗଡ଼ଜାତ ଅଞ୍ଚଳକୁ ଯିବା। ସେଠିକାର କାହାଣୀ ତ ନିଶ୍ଚୟ ଆହୁରି ଅଲଗା ଥିବ। ନିଶ୍ଚିତ ଭାବରେ। ଗଡ଼ଜାତ ମହଲଗୁଡ଼ିକର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ। ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏହି ରାଜ୍ୟଗୁଡ଼ିକ ସ୍ଥାନୀୟ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲା। ବ୍ରିଟିଶମାନେ ସିଧାସଳଖ ଶାସନ କରୁନଥିଲେ। ନା, କିନ୍ତୁ ସେମାନଙ୍କ ଉପରେ ସର୍ବୋଚ୍ଚ କ୍ଷମତା ରଖିଥିଲେ। ତେବେ 1857 ବେଳେ ଏହି ରାଜାମାନେ ତ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବେ। ଗୋଟେ ପଟେ ବ୍ରିଟିଶଙ୍କର ଚାପ ଆଉ ଅନ୍ୟପଟେ ନିଜ ଲୋକଙ୍କର ଭାବନା। ଏକଦମ। ଯଦି ବିଦ୍ରୋହୀଙ୍କୁ ସମର୍ଥନ କରନ୍ତି ତେବେ ରାଜ୍ୟଧ୍ୱଂସ, ଆଉ ଯଦି ବ୍ରିଟିଶଙ୍କୁ ସାହାଯ୍ୟ କରନ୍ତି। ଏହି ସ୍ଥିତିରେ ସେମାନେ କ'ଣ କଲେ? ସେମାନେ ଏକ ତୃତୀୟ ରାସ୍ତା ଆପଣେଇଲେ। ଆମ ଉତ୍ସ ଏହାକୁ କହିଛି କୌଶଳପୂର୍ଣ୍ଣ ନୀରବତା। କୌଶଳପୂର୍ଣ୍ଣ ନୀରବତା। ଏହା ଦୁର୍ବଳତା ନଥିଲା? ଆଦୌ ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତି ଥିଲା। ଏମିତି କହିବାକୁ ଗଲେ ଏକ ପ୍ରକାର ଦୋମୁହା ନୀତି। ମାନେ ଗୋଟିଏ ପ୍ରକାର ଦୁଇ ନାୱାରେ ଗୋଡ଼ ଦେଇ ଚାଲିବା। ଏହି ସନ୍ତୁଳନ ରଖିବା ତ ବହୁତ କଷ୍ଟ ହୋଇଥିବ। ଆଜ୍ଞା। କିଛି ଉଦାହରଣ ଅଛି କି? ହଁ, ବହୁତ ଭଲ ଉଦାହରଣ ଅଛି। ଯେତେବେଳେ ବ୍ରିଟିଶ ଅଧିକାରୀମାନେ ସୈନ୍ୟ ସାହାଯ୍ୟ ମାଗୁଥିଲେ, ସେମାନେ ସିଧା ମନା କରୁନଥିଲେ। ବରଂ କିଛି ନା କିଛି ବାହାନା କରି କଥାଟାକୁ ଟାଳି ଦେଉଥିଲେ। କହୁଥିଲେ, ଆମ ରାଜ୍ୟରେ ପରିସ୍ଥିତି ଠିକ୍ ନାହିଁ, କିମ୍ବା ସୈନ୍ୟ ପଠାଇଲେ ଏଠାରେ ଅଶାନ୍ତି ହେବ। ବୁଝିଲି। ଏହା ତ ଗୋଟିଏ ଦିଗ। ଆଉ କ'ଣ କରୁଥିଲେ? ଆଉ ଏକ ମଜାଦାର କଥା ଥିଲା ଆଦେଶ ପାଳନରେ ବିଳମ୍ବ କରିବା। ବ୍ରିଟିଶ ସରକାରରୁ କୌଣସି ଆଦେଶ ଆସିଲେ ତାକୁ କାର୍ଯ୍ୟକାରୀ କରିବାରେ ଏତେ ଡେରି କରୁଥିଲେ ଯେ ସେତେବେଳକୁ ସେ ଆଦେଶର ଗୁରୁତ୍ୱ ହିଁ କମିଯାଉଥିଲା। ତାମାନେ ବାହାରକୁ ସେମାନେ ବ୍ରିଟିଶଙ୍କ ଅଧୀନ, କିନ୍ତୁ ଭିତରେ ଭିତରେ ନିଜର ସ୍ୱାୟତ୍ତତା ବଞ୍ଚାଇ ରଖିଥିଲେ। ବ୍ରିଟିଶମାନେ କ'ଣ ଏଇ ଖେଳକୁ ବୁଝିପାରୁନଥିଲେ? ସେମାନେ ନିଶ୍ଚୟ ବୁଝିପାରୁଥିଲେ। ବ୍ରିଟିଶ ଅଧିକାରୀମାନଙ୍କର ରିପୋର୍ଟରେ ଏହି ରାଜାମାନଙ୍କ ପ୍ରତି ଗଭୀର ସନ୍ଦେହ ରହିଛି। ସେମାନେ ଜାଣିଥିଲେ ଯେ ଏମାନେ ସମ୍ପୂର୍ଣ୍ଣ ବିଶ୍ୱସ୍ତ ନୁହନ୍ତି। କିନ୍ତୁ ସେମାନେ କିଛି କରିପାରୁନଥିଲେ। ହଁ, କାରଣ ଯଦି ସେମାନେ ଏହି ରାଜାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତି, ତେବେ ସାରା ଗଡ଼ଜାତ ଅଞ୍ଚଳରେ ବିଦ୍ରୋହର ନିଆଁ ବ୍ୟାପିଯିବାର ଭୟ ଥିଲା। ଯାହାକୁ ସମ୍ଭାଳିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଥାନ୍ତା। ତେବେ ଏହି କୌଶଳପୂର୍ଣ୍ଣ ନୀରବତାର ପରିଣାମ କ'ଣ ହେଲା? ଏହାର ଫଳସ୍ୱରୂପ ଏହି ରାଜ୍ୟଗୁଡ଼ିକ ବ୍ରିଟିଶ ଶକ୍ତିର ସହଯୋଗୀ ହେବା ବଦଳରେ ଏକ ପ୍ରକାର ମଧ୍ୟବର୍ତ୍ତୀ ଅଞ୍ଚଳ ବା ବଫର ଜୋନ୍ ଭାବରେ କାମ କଲେ। ଆଉ ନିଜର ସ୍ୱାୟତ୍ତତା ବଜାଇ ରଖିପାରିଲେ। ହଁ, ବହୁତ ଦିନ ପର୍ଯ୍ୟନ୍ତ। 1857ରେ ବ୍ରିଟିଶମାନେ ଓଡ଼ିଶାର ଏହି ବଡ଼ ଅଂଶକୁ କେବେ ବି ନିଜ ପାଇଁ ସୁରକ୍ଷିତ ମନେ କରୁନଥିଲେ। ଏପର୍ଯ୍ୟନ୍ତ ଆମେ ତିନୋଟି ଭିନ୍ନ ଭିନ୍ନ ପ୍ରତିରୋଧ ଦେଖିଲେ। ଉପକୂଳରେ ବୌଦ୍ଧିକ, ଗଡ଼ଜାତରେ କୌଶଳପୂର୍ଣ୍ଣ, ଆଉ ପଶ୍ଚିମ ଓଡ଼ିଶାରେ ସଶସ୍ତ୍ର। ଏହି ତିନି ପ୍ରକାର ଚ୍ୟାଲେଞ୍ଜକୁ ବ୍ରିଟିଶମାନେ କେମିତି ସାମ୍ନା କଲେ? ଦେଖନ୍ତୁ, ବ୍ରିଟିଶମାନେ ଚତୁର ଥିଲେ। ସେମାନେ ଗୋଟିଏ ନୀତି ସବୁଠି ଲଗାଇଲେ ନାହିଁ। ଯେଉଁଠି ସଶସ୍ତ୍ର ସଂଗ୍ରାମ ହେଉଥିଲା, ଯେମିତି ସମ୍ବଲପୁରରେ, ସେଠି ସେମାନେ ପୁରା ସାମରିକ ଶକ୍ତି ଲଗାଇଦେଲେ। ଆଉ ଉପକୂଳ ଏବଂ ଗଡ଼ଜାତ ଅଞ୍ଚଳରେ? ଉପକୂଳରେ ରାମକୃଷ୍ଣ ସାମନ୍ତ ସିଂହାରଙ୍କ ଭଳି ନେତାଙ୍କ ଉପରେ କଡ଼ା ନଜର ରଖାଗଲା। ଗୁପ୍ତଚର ବ୍ୟବସ୍ଥା ମଜବୁତ କରାଗଲା, ଆଉ ଗଡ଼ଜାତ ରାଜାମାନଙ୍କୁ ମଧ୍ୟ ନିକଟରୁ ନିରୀକ୍ଷଣ କରାଗଲା। କିନ୍ତୁ ଆମ ଉତ୍ସ କହୁଛି ସେମାନେ କୌଣସି ବଡ଼ ଧରଣର ଦମନଲୀଳା କରିବାଠାରୁ ଦୂରେଇ ରହିଲେ।
ହଁ, ଏହା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନଙ୍କ ମନରେ ସବୁବେଳେ 1817ର ପାଇକ ବିଦ୍ରୋହର ଭୟ ଥିଲା। ସେମାନେ ଡରୁଥିଲେ ଯେ ଯଦି ଅତ୍ୟଧିକ କଠୋର ହେବେ ତେବେ ଓଡ଼ିଶାର ଏହି ଅଲଗା ଅଲଗା ପ୍ରତିରୋଧ ଏକାଠି ହୋଇଯିବ। ଏକଦମ ସେମାନେ ସେ ରିସ୍କ ନେବାକୁ ଚାହୁଁନଥିଲେ। ତେଣୁ ସେମାନେ ଭୟ ଏବଂ ସତର୍କତାର ମିଶ୍ରଣରେ ଶାସନ କଲେ, ମାନେ ମଖମଲି ପଞ୍ଜା ଭିତରେ ଲୁହା ମୁଠି। ତେବେ ଶେଷରେ ଏସବୁର ଅର୍ଥ କ'ଣ? ଓଡ଼ିଶାରେ 1857ର ଏହି ଭିନ୍ନ ଧରଣର ପ୍ରତିରୋଧର ଚୂଡ଼ାନ୍ତ ପରିଣାମ କ'ଣ ଥିଲା? ଦେଖନ୍ତୁ, ଏହା ସତ ଯେ 1857ର ସଂଗ୍ରାମ ଓଡ଼ିଶାରୁ ବ୍ରିଟିଶ ଶାସନକୁ ହଟାଇ ପାରିଲା ନାହିଁ, କିନ୍ତୁ ଏହା ବିଫଳ ହେଲା କହିବା ଭୁଲ ହେବ। କେମିତି? ଆମ ଉତ୍ସ ଅନୁସାରେ ଏହାର ପରିଣାମ ବହୁତ ଗଭୀର ଥିଲା। ପ୍ରଥମତଃ, ପଶ୍ଚିମ ଓଡ଼ିଶାରେ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ବର୍ଷ ବର୍ଷ ଧରି ଚାଲିଲା। ଦ୍ୱିତୀୟରେ, ଉପକୂଳରେ ଯେଉଁ ରାଜନୈତିକ ସଚେତନତାର ମଞ୍ଜି ପୋତା ଯାଇଥିଲା, ତାହାପରେ ଏକ ବଡ଼ ଗଛରେ ପରିଣତ ହେଲା। ଆଉ ଗଡ଼ଜାତ ରାଜ୍ୟଗୁଡ଼ିକ? ସେମାନଙ୍କର କୌଶଳପୂର୍ଣ୍ଣ ନୀରବତାର ଫାଇଦା ହେଲା? ନିଶ୍ଚିତ। ସେହି ରଣନୀତି ଯୋଗୁଁ ହିଁ ସେମାନେ ସ୍ୱାଧୀନତା ପର୍ଯ୍ୟନ୍ତ ନିଜର ଆଭ୍ୟନ୍ତରୀଣ ସ୍ୱାୟତ୍ତତା ବଜାୟ ରଖିପାରିଲେ। କିନ୍ତୁ ସବୁଠାରୁ ବଡ଼ ପରିଣାମ ଥିଲା ମନସ୍ତାତ୍ତ୍ୱିକ। ମାନେ? ଏହି ଘଟଣା ପରେ ଓଡ଼ିଶା ଉପରେ ବ୍ରିଟିଶମାନଙ୍କର ବିଶ୍ୱାସ ସବୁଦିନ ପାଇଁ ଭାଙ୍ଗିଗଲା। ସେମାନେ ବୁଝିଗଲେ ଯେ ଓଡ଼ିଶା ଦେଖିବାକୁ ଯେତେ ଶାନ୍ତ ଲାଗୁନା କାହିଁକି, ଏହାର ମାଟି ତଳେ ପ୍ରତିରୋଧର ନିଆଁ ସବୁବେଳେ କୁହୁଳୁଥାଏ। ଏହି ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା। 1857ରେ ଓଡ଼ିଶା ବିସ୍ଫୋରଣ କରିନଥିଲା। ଏହା ସହ୍ୟ କଲା, ପରିସ୍ଥିତି ଅନୁସାରେ ନିଜକୁ ଢାଳିଲା ଆଉ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଲା। ହଁ, ଏଠାକାର ପ୍ରତିରୋଧ ବହୁସ୍ତରୀୟ ଥିଲା। ସଶସ୍ତ୍ର, ରାଜନୀତିକ ଏବଂ କୌଶଳପୂର୍ଣ୍ଣ ନୀରବତା ପ୍ରତ୍ୟେକର ନିଜସ୍ୱ ଗୁରୁତ୍ୱ ଥିଲା। ନିଶ୍ଚିତ ଭାବରେ। ଆଉ ଏହି ଆଲୋଚନା ଆମ ପାଇଁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ଆମ ଉତ୍ସ ଆମକୁ ଦେଖାଉଛି ଯେ ପ୍ରତିରୋଧର ଅର୍ଥ କେବଳ ଖୋଲା ଯୁଦ୍ଧ ନୁହେଁ। ଏହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ଇତିହାସର ପୃଷ୍ଠାରେ ଏପରି ଆଉ କେତେ ନୀରବ ପ୍ରତିରୋଧର କାହାଣୀ ଲୁଚି ରହିଛି, ଯାହାକୁ ହୁଏତ ଅଣଦେଖା କରାଯାଇଛି କାରଣ ସେଥିରେ ବଡ଼ ଯୁଦ୍ଧ କିମ୍ବା ରକ୍ତପାତ ସାମିଲ ନଥିଲା। କିନ୍ତୁ ହୁଏତ ସେହି ନୀରବତା, ସେହି ବୌଦ୍ଧିକ ସଂଗ୍ରାମ ଏବଂ ସେହି କୌଶଳପୂର୍ଣ୍ଣ ଅବଜ୍ଞା ହିଁ ଭବିଷ୍ୟତକୁ ଗଢ଼ିବାରେ ସେତିକି ହିଁ ପ୍ରଭାବଶାଳୀ ଥିଲା।